ଓଡ଼ିଶା ଏଜୁକେସନ୍ ଜୋନ୍ରେ ଆପଣଙ୍କୁ ସ୍ୱାଗତ କରୁଛି। ଆଜି ଆମେ ପଢ଼ିବା ଓଡ଼ିଶା ଜିକେର କବି ଓ ଉପାଧି ବିଷୟରେ। ଏହି MCQ JT, RI, ଅମିନ୍, PO, ଫରେଷ୍ଟ ଗାର୍ଡ, ଓଡ଼ିଶା ପୋଲିସ ଆଦି ପରୀକ୍ଷା ପାଇଁ ଅତ୍ୟନ୍ତ ଉପଯୋଗୀ। ଯେଉଁମାନେ ଚ୍ୟାନେଲରେ ପ୍ରଥମ ଥର ପାଇଁ ଆସିଛନ୍ତି ସେମାନେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଯାହାଦ୍ୱାରା ଏମିତି ନୂଆ ନୂଆ ଭିଡ଼ିଓ ପାଇପାରିବେ। ଚାଲନ୍ତୁ ଡେରି ନକରି ପ୍ରଶ୍ନଟାକୁ ଯିବା। ପ୍ରଥମ ପ୍ରଶ୍ନ, କେଉଁ କବିଙ୍କୁ ଉତ୍କଳମଣି ଉପାଧିରେ ଭୂଷିତ କରାଯାଇଛି? କେଉଁ କବିଙ୍କୁ ଉତ୍କଳମଣି ଉପାଧିରେ ଭୂଷିତ କରାଯାଇଛି? ଅପସନ୍ ଏ ମଧୁସୂଦନ ଦାସ, ଅପସନ୍ ବି ଗୋପବନ୍ଧୁ ଦାସ, ଅପସନ୍ ସି ରାଧାନାଥ ରାୟ, ଅପସନ୍ ଡି ସାରଳା ଦାସ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ବି ଗୋପବନ୍ଧୁ ଦାସ। ଗୋପବନ୍ଧୁ ଦାସକୁ ଉତ୍କଳମଣି ଉପାଧିରେ ଭୂଷିତ କରାଯାଇଛି। ପରବର୍ତ୍ତୀ ପ୍ରଶ୍ନ, ଆଦି କବି ଭାବେ ପରିଚିତ କବି କିଏ? ଆଦି କବି ଭାବେ ପରିଚିତ କବି କିଏ? ଅପସନ୍ ଏ ସାରଳା ଦାସ, ଅପସନ୍ ବି ଜଗନ୍ନାଥ ଦାସ, ଅପସନ୍ ସି ଦୀନକୃଷ୍ଣ ଦାସ, ଅପସନ୍ ଡି ଗୋପାଳ କୃଷ୍ଣ ପଟ୍ଟନାୟକ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଏ ସାରଳା ଦାସ। ଆଦି କବି ହେଉଛନ୍ତି ସାରଳା ଦାସ। ପରବର୍ତ୍ତୀ ପ୍ରଶ୍ନଟାକୁ ଯିବା। ଉପେନ୍ଦ୍ର ଭଞ୍ଜ କେଉଁ ଉପାଧିରେ ଭୂଷିତ? ଉପେନ୍ଦ୍ର ଭଞ୍ଜ କେଉଁ ଉପାଧିରେ ଭୂଷିତ? ଅପସନ୍ ଏ କବି ସମ୍ରାଟ, ଅପସନ୍ ବି କବିବର, ଅପସନ୍ ସି ଆଧୁନିକ କବି, ଅପସନ୍ ଡି ପ୍ରେମ କବି। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଏ କବି ସମ୍ରାଟ। ଉପେନ୍ଦ୍ର ଭଞ୍ଜଙ୍କୁ କବି ସମ୍ରାଟ ବୋଲି କୁହାଯାଏ। ପରବର୍ତ୍ତୀ ପ୍ରଶ୍ନ, ଚିନ୍ତାମଣି ମହାନ୍ତି କେଉଁ କବି ଭାବେ ପରିଚିତ? ପ୍ରଶ୍ନ ପୁଣି ଥରେ, ଚିନ୍ତାମଣି ମହାନ୍ତି କେଉଁ କବି ଭାବରେ ପରିଚିତ? ଅପସନ୍ ଏ ଭକ୍ତ କବି, ଅପସନ୍ ବି ଆଦି କବି, ଅପସନ୍ ସି କବି ସୂର୍ଯ୍ୟ, ଅପସନ୍ ଡି କବି ଶେଖର। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଡି କବି ଶେଖର। ଚିନ୍ତାମଣି ମହାନ୍ତି କବି ଶେଖର କବି ଭାବେ ପରିଚିତ। ପରବର୍ତ୍ତୀ ପ୍ରଶ୍ନଟାକୁ ଯିବା। କବି ସୂର୍ଯ୍ୟ ଉପାଧି କାହାକୁ ମିଳିଥିଲା? ପ୍ରଶ୍ନ ପୁଣି ଥରେ, କବି ସୂର୍ଯ୍ୟ ଉପାଧି କାହାକୁ ମିଳିଥିଲା? ଅପସନ୍ ଏ ଗୋପାଳ କୃଷ୍ଣ ପଟ୍ଟନାୟକ, ଅପସନ୍ ବି ଦୀନକୃଷ୍ଣ ଦାସ, ଅପସନ୍ ସି ଉପେନ୍ଦ୍ର ଭଞ୍ଜ, ଅପସନ୍ ଡି ବଳଦେବ ରଥ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଡି ବଳଦେବ ରଥ। କବି ସୂର୍ଯ୍ୟ ଉପାଧି ବଳଦେବ ରଥଙ୍କୁ ମିଳିଥିଲା। ପରବର୍ତ୍ତୀ ପ୍ରଶ୍ନଟାକୁ ଯିବା। ଜଗନ୍ନାଥ ଦାସ କେଉଁ ଉପାଧିରେ ଭୂଷିତ? ଅପସନ୍ ଏ ଅତି ବଡ଼ି, ଅପସନ୍ ବି ଭକ୍ତ କବି, ଅପସନ୍ ସି ଗୀତିକବି, ଅପସନ୍ ଡି କବିବର। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଏ ଅତି ବଡ଼ି। ଜଗନ୍ନାଥ ଦାସ ଅତି ବଡ଼ି ଉପାଧିରେ ଭୂଷିତ।
चलन्तु परवर्ती प्रश्न आड़क जिबा। दीनकृष्ण दासଙ୍କ उपाधि कौन? दीनकृष्ण दासଙ୍କ उपाधि कौन? ए भक्त कवि, बी कवि सम्राट, सी कविवर, डी प्रेम कवि। यह हेउछि तुमମାନଙ୍କ ପାଇଁ होमवर्क। उत्तर निश्चित भावे कमेंट बॉक्स रे जणैबे। चलन्तु परवर्ती प्रश्न आड़क जिबा। राधानाथ राय को केउं उपाधि भूषित करा जायछि? राधानाथ राय को केउं उपाधि रे भूषित करा जायछि? ऑप्शन ए कविवर, ऑप्शन बी पंचसखा, ऑप्शन सी आदि कवि, ऑप्शन डी भक्त कवि। यार सठिक उत्तर हेउछि ऑप्शन ए कविवर। राधानाथ राय को कविवर उपाधि रे भूषित करा जायछि। चलन्तु परवर्ती प्रश्न आड़क जिबा। फकीर मोहन सेनापति को केउं उपाधि रे भूषित करा जायछि? ऑप्शन ए व्यास कवि, ऑप्शन बी कवि सूर्य, ऑप्शन सी कवि सम्राट, ऑप्शन डी कविवर। यार सठिक उत्तर हेउछि ऑप्शन ए व्यास कवि। फकीर मोहन सेनापति को व्यास कवि उपाधि रे भूषित करा जायछि। व्यास कवि फकीर मोहन सेनापति। चलन्तु परवर्ती प्रश्न आड़क जिबा। पल्ली कवि केउं कवि को कहा जाए? ऑप्शन ए बलराम दास, ऑप्शन बी नंदकिशोर बल, ऑप्शन सी वैष्णव पाणी, ऑप्शन डी रघुनाथ पाणिग्राही। यार सठिक उत्तर हेउछि ऑप्शन बी नंदकिशोर बल। पल्ली कवि नंदकिशोर बल को कहा जाए। चलन्तु परवर्ती प्रश्न आड़क जिबा। लक्ष्मीकांत महापात्र केउं उपाधि रे परिचित? लक्ष्मीकांत महापात्र केउं उपाधि रे परिचित? ऑप्शन ए कांत कवि, ऑप्शन बी भक्त कवि, ऑप्शन सी आदि कवि, ऑप्शन डी कवि सम्राट। यार सठिक उत्तर हेउछि ऑप्शन ए कांत कवि। कांत कवि लक्ष्मीकांत महापात्र जी वंदे उत्कल जननी लिखिथिले। वंदे उत्कल जननी कांत कवि लक्ष्मीकांत महापात्र लिखिथिले। चलन्तु परवर्ती प्रश्न आड़क जिबा। गोपीनाथ पात्र केउं उपाधि रे भूषित? प्रश्न पुनि थरे। गोपीनाथ महापात्र केउं उपाधि रे भूषित? ऑप्शन ए कविभूषण, ऑप्शन बी कविवर, ऑप्शन सी कवि सूर्य, ऑप्शन डी आदि कवि। यार सठिक उत्तर हेउछि ऑप्शन ए कविभूषण। गोपीनाथ पात्र कविभूषण उपाधि रे भूषित। चलन्तु परवर्ती प्रश्न आड़क जिबा। गंगाधर मेहरଙ୍କ उपाधि? ऑप्शन ए स्वभाव कवि, ऑप्शन बी कविवर,
ଅପସନ୍ ସି କବି ସମ୍ରାଟ, ଅପସନ୍ ଡି କବି ସୂର୍ଯ୍ୟ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଏ ସ୍ୱଭାବ କବି। ସ୍ୱଭାବ କବି ହେଉଛନ୍ତି ଗଙ୍ଗାଧର ମେହେର। ତାଙ୍କର ରଚିତ କାବ୍ୟମାନେ ହେଉଛି ତପସ୍ୱିନୀ, ବହୁତ ସୁନ୍ଦର କାବ୍ୟ। ଚାଲନ୍ତୁ ପରବର୍ତ୍ତୀ ପ୍ରଶ୍ନ ଆଡ଼କୁ ଯିବା। କୁନ୍ତଳା କୁମାରୀ ସାବତଙ୍କୁ କେଉଁ ଉପାଧିରେ ଭୂଷିତ କରାଯାଇଛି? ଅପସନ୍ ଏ ଉତ୍କଳ ଭାରତୀ, ବି କବି ସମ୍ରାଟ, ସି କିଶୋର କବି, ଡି କବିବର। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଏ ଉତ୍କଳ ଭାରତୀ। କୁନ୍ତଳା କୁମାରୀ ସାବତଙ୍କୁ ଉତ୍କଳ ଭାରତୀ ଉପାଧିରେ ଭୂଷିତ କରାଯାଇଛି। ଚାଲନ୍ତୁ ପରବର୍ତ୍ତୀ ପ୍ରଶ୍ନ ଆଡ଼କୁ ଯିବା। ଶ୍ୟାମ ସୁନ୍ଦର ଦାସଙ୍କୁ କେଉଁ କବି ହିସାବରେ ଜାଣନ୍ତି? ପ୍ରଶ୍ନ ପୁଣି ଥରେ, ଶ୍ୟାମ ସୁନ୍ଦର ଦାସଙ୍କୁ କେଉଁ କବି ହିସାବରେ ଜାଣନ୍ତି? ଅପସନ୍ ଏ କିଶୋର କବି, ଅପସନ୍ ବି ପ୍ରେମ କବି, ଅପସନ୍ ସି କବିବର, ଅପସନ୍ ଡି ଭକ୍ତ କବି। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଏ କିଶୋର କବି। ଶ୍ୟାମ ସୁନ୍ଦର ଦାସଙ୍କୁ କିଶୋର କବି ହିସାବରେ ଜାଣନ୍ତି। ଆଜିର ଭିଡ଼ିଓ ଏତିକି ଥିଲା। ନେକ୍ସଟ ଭିଡ଼ିଓରେ ପୁଣି ଆମେ ପାର୍ଟ 2 ଆଣିକି ଆସିବା। ରହୁଛୁ, ଧନ୍ୟବାଦ।